ଦଶମ ସ୍କନ୍ଦ ଦ୍ୱାରିକା ଲୀଳା ଷଟ ପଞ୍ଚାଶତ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ଶୁକ କହନ୍ତି, ଶୁଣ ରାଏ ମତେ କୃଷ୍ଣ ଅନୁଗ୍ରହେ, ଆନନ୍ଦେ ଶୋକ ଗଦ ଗଦେ ପ୍ରଣାମ କରି କୃଷ୍ଣ ପାଦେ, ଶିରେ ନିବେଶୀ ପଦ୍ମପାଦ ତାହାର ହୋଇ ମୁଚୁକୁନ୍ଦ। ଦେଖିଲା ସ୍ଥାବର ଜଙ୍ଗମ ନବ ଦୁର୍ଗମ ଗିରି ଗ୍ରାମ, ପଶୁକୁ ଚାହିଁ ବିଚାରଇ ଏମତେ ଦେଖିଲା ତ ନାହିଁ। ଅପୂର୍ବ ପ୍ରାୟକ ଦିଶନ୍ତି ଏକି ହୋଇଲା, ଅପୂର୍ବ ପ୍ରାୟକ ଦିଶନ୍ତି ଏମନ୍ତ କଲେ ମନେ ଭ୍ରାନ୍ତି, ପୁଣି କ୍ଷଣକେ ଅନୁରାଗ ଏକି ହୋଇଲା କଳି ଯୁଗ। ନିଦ୍ରାରେ ତିନି ଯୁଗ ଗଲା ଏମନ୍ତ କହି ଓହ୍ଲାଇଲା, ଉତ୍ତର ଦିଗେ ନୃପବର ଗଲା ଅନେକ ପଥ ଦୂର। ସର୍ବ ସଂଶୟ ସଙ୍ଗ ଛାଡ଼ି ତପ ସମାଧି ଚିତ୍ତ ବଢ଼ି, ସମାଧି କରି କୃଷ୍ଣ ପାଦେ ମନ ନିବେଶୀ ଅପ୍ରମାଦେ। ଗନ୍ଧମାର୍ଦ୍ଦନ ମଧ୍ୟେ ଗଲା ବଦ୍ରିକା ଆଶ୍ରମେ ମିଳିଲା, ନର ନାରାୟଣ ଆଶ୍ରମ ସୂଚି ପବିତ୍ର ପୁଣ୍ୟଧାମ। ସମାଧି ବଳେ ତପ କରି ମନ ପବନ ହୃଦେ ଧରି, ସକଳ ଦୁଃଖ ମନେ ସହି ସମଦରସି ଶୁଦ୍ଧ ଦେଇ, ହରି ଆରାଧି ଯୋଗ ବଳେ ବସିଲା ଆସନ ନିଶ୍ଚଳେ। ଏବେ ଓ ଶୁଣ ନୃପବର ମାୟା ଭିଆଣ ଚକ୍ରଧର, କପଟେ ମରାଇ ଯବନ ମିଳିଲେ ମଥୁରା ଭୁବନ। ଏ ଯବନ ବଳ 3 କୋଟି ମଥୁରା ପୁର ଥିଲେ ଗୋଟି, ତାହାକୁ ମାରି ଭଗବାନ ଯୁଧେ ପାଇଲେ ଯେତେ ଧନ। ଗୋରୁ ମନୁଷ୍ୟ ଆଦି କରି ସବୁ ଦ୍ୱାରକାପୁରେ ଧରି, ବିଚାରି କାର୍ଯ୍ୟ ଅନୁବନ୍ଧ ଆସି ମିଳିଲା ଜରାସନ୍ଧ। 23 ଅକ୍ଷୌହିଣୀ ବଳ ସୁବଇ ମୁଖ ରାବ ଗୋଳ, ସୈନ୍ୟର ଦେଖି ବ୍ୟଗ୍ର ଗତି ଭାଳନ୍ତି ରାମ ଯଦୁପତି। ଆମ୍ଭେ ନଗରେ ନଥିବା ପଳାଇ ପର୍ବତେ ପଶିବା, ମନୁଷ୍ୟ ଚେଷ୍ଟା ଆଶ୍ରେ କରି ଛାଡ଼ି ମଥୁରାପୁର ଶିରି। ଅଭୟ ଦାତା ଭୟ ପାଇ ପାଦେ ପଳାନ୍ତି ବେନି ଭାଇ, ଆକ୍ରମୀ ଅନେକ ଯୋଜନ ପଶିଲେ ଗହନ ବିପିନ। ଏ ଭାଙ୍ଗିବା ଦେଖି କୃଷ୍ଣ ରାମେ ପଛେ ଧାମଇ ଜରା ତମେ, ଏ ରଥ କୁଞ୍ଜର ଘେନି ସଙ୍ଗେ ପଛେ ଚଳଇ ନାନା ରଙ୍ଗେ। ଆଜ ଜିଣିବି କରି ରଣ ନ ଜାଣି ଈଶ୍ୱର ପ୍ରମାଣ, ବନେ ଅନେକ ଦୂର ଯାଇ ଶ୍ରମ ତାହାଙ୍କ ଦେହେ ନାହିଁ। ଏକ ଆରେକ ଧରି କର ଉଠିଲେ ପର୍ବତ ଉପର, ନିତ୍ୟ ବରଷେ ସୁନା ଶିର ପ୍ରବର୍ଷଣ ନାମ ତାହାର। ଉଠନ୍ତେ ପର୍ବତ ଉପରେ ଜରା ଦେଖିଲା ଥାଇ ଦୂରେ, ଅଧିକ ପାଦେ ହେନ ଗଲା ପର୍ବତ ରୁନ୍ଧରେ ବୋଇଲା। ଏ ବେଢ଼ି ପର୍ବତ ଚାରିଦିଗେ ଅନଳ ଲଗାଇଲେ ବେଗେ, ଦହନ କରି ବନ ଘୋର ଜାଣିଲା ଶତ୍ରୁ ଗଲେ ମୋର। ଅନଳ ଯୋଗେ ମହୀଧର ତାପିତ ଅତ୍ୟନ୍ତ ଶିଖର, ତକ୍ଷଣେ ରାମ ନର ହରି ପବନ ଗତି ଅନୁସରି, ପର୍ବତ ଶିଖ ଅତି ଶେଷେ ଭଜ ଉଚ୍ଚ ଯୋଜନ ଏକାଦଶେ। ରାମ ଗୋବିନ୍ଦ ବାହୁ ବଳେ ଡେଇଁ ପଡ଼ିଲେ ମହୀ ତଳେ, ବଳ ସହିତେ ଯାରା ଥିଲା ରାମ କୃଷ୍ଣକୁ ନ ଦେଖିଲା। ଲୁଚି ପଳାଇବେନି ଭାଇ ମିଳିଲେ ନିଜ ପୁରେ ଯାଇ, ଏ ଜଳଧି ପରୀଖ ଯାହାର ଦେବ ମାନବେ ଅଗୋଚର। ମିଛକୁ ସତ୍ୟ ପ୍ରାୟ ମଣି ମନେ ଆନନ୍ଦ ନୃପମଣି, କହି ବଳକୁ ଅନାଇ ପର୍ବତେ ମଲେ ବେନି ଭାଇ। ଏ ଭସ୍ମ ହୋଇଲେ ଅଗ୍ନି ଯୋଗେ ଚାଲ ବାହୁଡ଼ି ଯିବା ଏବେ, ବନ ଆକ୍ରମୀ ମହାବଳୀ ନିଜ ଭୁବନେ ଯାଇ ମିଳି, ସଂଗ୍ରାମେ ଜିଣି ଜୟ ବାଦ୍ୟ ବଜାଇ ହୋଇଲେ ଆନନ୍ଦ। ଏବେ ଓ ଶୁଣ ନର ନାଥ ଆବର୍ତ୍ତର ପତି ରୈବତ, ରେବତୀ ନାମେ କନ୍ୟା ଥିଲା ବଳଦେବଙ୍କୁ ବିଭା ଦେଲା, ବ୍ରହ୍ମା ବଚନେ ଦେଲା ଆଣି ନବମ ସ୍କନ୍ଧେ ଅଛୁଭଣି। ଏ ଭୀଷ୍ମକ ନାମେ ମହାରାଜା, ରୁକ୍ମିଣୀ ନାମେ ତା ତନୁଜା, ହଂସେ କମଳା ଅବତାର ବିଦର୍ଭ ନଗର ନୃପବର। ରୁକ୍ମିଣୀ ବିଭାର ବିଚାରେ ହରି ହରିଲେ ସ୍ୱୟଂବରେ, ଏ ରାଜା ଏ ଥିଲେ ଯେ ପ୍ରତ୍ୟକ୍ଷେ ଆବରି ଶିଶୁପାଳ ପଛେ, ସାଲୁ ମାଗଧ ଆଦି ଯେତେ ବଳ ହିଁ ଥିଲେ ଅପ୍ରମିତେ, ତାହାଙ୍କ ଗର୍ବ କରି ଚୁର ପଥେ ଦେଖିଲେ ସୁର ନୁର। କନ୍ୟା ହରିଲେ ଦାମୋଦର ଅମୃତ ଜେନେ ଖଗେଶ୍ୱର, ଏ ଗମିଲେ ରୁକ୍ମିଣୀ କି ଘେନି ରଖନ୍ତା ନହିଲେ ସଇନି। ତା ଶୁଣି ଅଭିମନ୍ୟୁ ବଳା ଶୁକ ମୁନିକୁ ପଚାରିଲା, ବହୁମୁନି ଭୀଷ୍ମକ ନନ୍ଦିନୀ ରୁକ୍ମିଣୀ ରୁଚିର ବଦନୀ, କେମତେ ପ୍ରଭୁ ନର ହରି ରାଜସଭାରୁ ନେଲେ ହରି। ଅସୁର ବଳ ଅପ୍ରମିତ ଶୁଣି ଚକିତ ମୋର ଚିତ୍ତ, କେମତେ ଶିଶୁପାଳ ଆଦି ବରଣେ ବସିଥିଲେ ବେଦୀ, ଏକାକୀ ରଥେ ଚକ୍ର ପାଣି କେମତେ ହରିଲେ ରୁକ୍ମିଣୀ। ଏକଥା କହ ମୋର ଆଗେ ମୁଁ ପୁଛେ ତୁମ୍ଭ ପାଦ ଯୁଗେ, କୃଷ୍ଣର କଥା ପୁଣ୍ୟମୟ କର୍ଣ୍ଣ ଲୋଚନ ସୁଧା ପ୍ରାୟ, ଅଖିଳ ଜନ ପାପ ନାଶେ ପରମ ବ୍ରହ୍ମ ପରକାଶେ। ଏ କାହାର ଚିତ୍ତ ଶୁଣି ଏହା ସନ୍ତୋଷେ ନହିବ ଉତ୍ସାହ, ନୂତନ ବସ୍ତ୍ର ପାଇ ଜନେ ଆଦରେ ଯେସନେ ଯତନେ। ଏ କୃଷ୍ଣ ଚରିତ ସେହି ମତ ଭମୁନି କହ ଭାଗବତ, ଏ ଶୁଣି ସନ୍ତୋଷ ମନ ହୋଇ ଶୁକ କହନ୍ତି ରାଜା ଚାହିଁ, କହନ୍ତି ଶ୍ରୀକୃଷ୍ଣର ଲୀଳା ମନ ସନ୍ତୋଷ ଅତି ଭୋଳା,
ଭୀଷ୍ମକ ନାମେ ମହିନାଥ ବିଦର୍ଭ ନଗରେ ସମ୍ଭୂତମ୍। ତାହାର ସ୍ତ୍ରୀ ଗର୍ଭେ ଜାତ 1 2 ତା 5 ସୁତମ୍। ଏ ରୁକ୍ମ ଅଗ୍ରଜ ରୁକ୍ମ ରଥ ଏବେ ନିବନେ ଅପ୍ରମିତମ୍। ଏ ପୁଣି ହୋଇଲା ରୁକ୍ମ ବାହୁ ତାର ପ୍ରତାପ କେବା କହୁ। ଚତୁର୍ଥ ପୁତ୍ର ରୁକ୍ମ କ୍ଲେଶ ପଞ୍ଚମେ ରୁକ୍ମୁଣୀ ବିଶେଷ। ଏହାଙ୍କ ଶେଷ କନ୍ୟା ଜାତ ସୁସ୍ୱାଦୀ କମଳା ସଞ୍ଜାତ। ରୁକ୍ମୁଣୀ ନାମ ବିଦ୍ୟମାନ ଯାହା ରମିବେ ଭଗବାନ। ଦ୍ୱାରିକାପୁର ଲୋକେ ଆସି କହନ୍ତି ତାର ପାଖେ ବସି। କୃଷ୍ଣର ଗୁଣ କର୍ମ ବାଣୀ ପ୍ରିୟଜନକ ମୁଖୁ ଶୁଣି। ନିରତେ କୃଷ୍ଣ କଥା ଶୁଣି ସେ କନ୍ୟା ମନେ ମନେ ଗୁଣି। ଏ ଆତ୍ମ ସଦୃଶେ ଶୁଣି ବର ମନେ ବରିଲା ଚକ୍ରଧର। ଗୋବିନ୍ଦ ତାହା ମନେ ଜାଣି ସଂକଳ୍ପେ ବରିଲେ ରୁକ୍ମୁଣୀ। ଆତ୍ମା ସଦୃଶେ କନ୍ୟା କରି ଅଂଶେ କମଳା ଅବତରୀ। ଏ ବନ୍ଧୁ ବାନ୍ଧବ କର ମତେ ଦୁହିତା ବିଭାର ଉଚିତେ। ଭୀଷ୍ମକ କୃଷ୍ଣକୁ ବରିଲା ତା ଶୁଣି ରୁକ୍ମ କୋପ କଲା। ଅନେକ ନିନ୍ଦା ବାକ୍ୟ କରି ଶିଶୁପାଳକୁ ଗଲା ବରି। ଏ ଶିଶୁପାଳକୁ ଦେବା ଶୁଣି ଚକିତେ ଭାଳଇ ରୁକ୍ମୁଣୀ। ବିକଳ ଚିତ୍ତେ ବିଚାରିଲା ବୃଦ୍ଧ ବ୍ରାହ୍ମଣ ଅଣାଇଲା। ସୁହୃଦ ବାକ୍ୟ ତାକୁ କହି ଚରଣେ ପ୍ରଣମିତ ହୋଇ। ଦ୍ୱାରକ ଯାଅ ଏହି କ୍ଷଣି କହି ଶୁଣ ବିପ୍ରମଣୀ। ଯେବେ ଆସିବେ ଚକ୍ରଧର ତେବେ ସେ ଜୀବନ ମୋର। ଅଧିକେ କହିବଇ କେତେ କୃଷ୍ଣ ଜାଣନ୍ତି ଏହା ଚିତ୍ତେ। ଏ କନ୍ୟା ବଚନେ ବିପ୍ର ଗଲା ଦ୍ୱାରକା ଭୁବନେ ମିଳିଲା। ଦ୍ୱାରେ ଯେ ଦ୍ୱାରପାଳ ଥିଲେ କୃଷ୍ଣକୁ ନେଇ ଭେଟାଇଲେ। ସୁବର୍ଣ୍ଣ ସିଂହାସନେ ବରି ଯାଦବେ ଅଛନ୍ତି ଉଭାରି। ଖଟନ୍ତି 10 ଦିଗ ପାଳେ ବିପ୍ର ଦେଖିଲା ଚର୍ମ ଡୋଳେ। ଏ ଉଠି ବ୍ରାହ୍ମଣ କର ଧରି ଆନନ୍ଦ ହୋଇଲେ ମୁରାରି। ନିଜ ଆସନେ ବସାଇଲେ ଅନେକ ମତେ ପୂଜା କଲେ। ଏ ବ୍ରହ୍ମାକୁ ଯେନେ ଦେବ ଗଣ ବିଶ୍ୱାସେ ପୂଜନ୍ତି ଚରଣ। କୃଷ୍ଣ ପୂଜିଲେ ସେହି ମତେ ଶୁଣ ରାଜନ ଏକ ଚିତେ। ବିପ୍ରଙ୍କୁ କରାଇ ଭୋଜନ ପାଶେ ବସିଲେ ଭଗବାନ। ପଥର ଶ୍ରମ ଦେଖି ହରି ବ୍ରାହ୍ମଣ ବେନି ପାଦ ଧରି। ପାଦ ଚାପନ୍ତି ଭଗବାନ ଦେଇ ଆଜାନୁ ସିଂହସ୍ଥାନ। ଏ ବିପ୍ର ଚରଣୁ ଶ୍ରମ ଗଲା ତକ୍ଷଣେ ଉବାସେ ହୋଇଲା। ଆସନ ଦେଇ ବିପ୍ର ବର କହନ୍ତି ବ୍ରହ୍ମାଣ୍ଡ ଠାକୁର। ଭୋଦେବ ବଡ଼ ଦୁଃଖ ପାଇ ଆଶିଷ ପଥଶ୍ରମୀ ହୋଇ। ବେଦ ଉଚିତ ହୋମ କର୍ମ ଯଜନ ଆଦି ସଟ କର୍ମ। ସେ ଧର୍ମେ ମଞ୍ଚ ଟିକି ସୁଖେ ସନ୍ତୋଷ ଚିତ୍ତେ ଗୃହ ଦୁଃଖେ। ଧର୍ମେ ପ୍ରାପତ ଯେତେ ଧନ ତେଣେ ସନ୍ତୋଷ ଯାର ମନ। ସେ ଦୁଃଖୀ ଦରିଦ୍ର ନୁହଁଇ ସ୍ୱଧର୍ମେ ବିପ୍ର ଶାନ୍ତ ହୋଇ। ଦୁଃଖେ ଯେ ନ ଛାଡ଼ଇ ଧର୍ମ ସେ ଧର୍ମ ବିପ୍ର କାମ୍ୟ କର୍ମ। ଅଖିଳ କାମ୍ୟ ଫଳ ଦେଇ ସ୍ୱଧର୍ମେ ଯେ ବିପ୍ର ରହି। ବହୁତ ଥାଇ ଯାର ଧନ ଏଳା କରଇ ନିଜ କର୍ମ। ନିରତେ ଚିତ୍ତ ଅସନ୍ତୋଷ ତାହାର ଲୋକେ ନାହିଁ ଯଶ। ଏ ଦରିଦ୍ର ପଣେ ଦୁଃଖୀ ହୋଇ ନିଜ କର୍ମକୁ ନ ଛାଡ଼ଇ। ସେ ବିପ୍ରବର ମୋର ସଙ୍ଗ ତରଇ ସଂସାର ତରଙ୍ଗ। ସ୍ୱଧର୍ମ ଭାବେ ସେ ସନ୍ତୋଷ ଅଧର୍ମେ ନ କରନ୍ତି ଆସ। ସାଧୁ ସ୍ୱଭାବ ତାହାଙ୍କର ସୁହୃଦ ହୋଇ ସର୍ବଠାର। ଏ ହୃଦେ ନ ଧରେ ଅହଙ୍କାର ସମଦରସି ଚିତ୍ତ ଯାର। ତାହାଙ୍କୁ ମୋର ନମସ୍କାର କହନ୍ତି ବ୍ରହ୍ମାଣ୍ଡ ଠାକୁର। ଭବିପ୍ର କୁଶଳ ତୁମ୍ଭର କଲ୍ୟାଣ କ୍ଷମ ସାର। ରାଜା ଏ ବସନ୍ତି ଜଗତେ ପ୍ରଜା ପାଳନ୍ତି ସୁଖ ଚିତ୍ତେ। ରାଜାର ରାଜ୍ୟେ ପ୍ରଜା ଜନ ସୁଖେ ବଞ୍ଚନ୍ତି ରାତ୍ର ଦିନ। ସେ ରାଜା ମୋର ବଡ଼ ପ୍ରିୟ ଭବିପ୍ର ଆଗମନ କହ। ଯେ ବଣ କାର୍ଯ୍ୟ ଉପଗତ ଏତେ ଦୁର୍ଗମ ଜିଣି ପଥ। ଏ ଗୁପତ ଯେବେ ନୁହେଁ ବାଣୀ ଭବିପ୍ର କହ ଏହି କ୍ଷଣି। ମୁଁ ଅବା କି କହିବି ତୋତେ ସଂଶୟ ଫେଡ଼ି କହ ମତେ। ଏମନ୍ତ କୃଷ୍ଣ ବୋଲ ଶୁଣି ବ୍ରାହ୍ମଣ କହେ ସାଧୁ ବାଣୀ। ରୁକ୍ମୁଣୀ କହିଛନ୍ତି ଯାହା ଭୋନାଥ ଶୁଣ ଚୌବା। ହେ କୃଷ୍ଣ ଭୁବନ ସୁନ୍ଦର ଶୁଣିଣ ଗୁଣ କର୍ମ ତୋର। ତୋହର ଗୁଣ କର୍ମ ଯଶ ଯାହାର ଶ୍ରବଣେ ପ୍ରବେଶ। ହରେ ଅଶେଷ ଜନ୍ମ ପାପ ଅଧ୍ୟାତ୍ମ ଆଦି ତିନି ତାପ। ଏ ଦୃଷ୍ଟି ବହନ୍ତି ଯେତେ ପ୍ରାଣୀ ତୋର ରୂପ ପରିମାଣୀ। ଅଖିଳ ଅର୍ଥ ଲାଭ ବଳେ ଲଭନ୍ତି ରୂପ ଦେଖି ଡୋଳେ। ସ୍ୱରୂପ କର୍ଣ୍ଣ ପଥେ ଶୁଣି ତାହାର ଚିତ୍ତ ଚକ୍ର ପାଣି। ଲଜ୍ଜା ଉପେକ୍ଷିତ ଚରଣ ପଶିଲା ଅଭୟ ଶରଣ। କେଉଁ ଯବତୀ ଦେହ ବହି ଉତ୍ତମ କୁଳେ ଜାତ ହୋଇ। ଶିଳ ସ୍ୱରୂପ ବିଦ୍ୟା ବଳ ଦ୍ରବିଣ ତେଜ ଆତ୍ମା ତୁଲ। ସୁଧୀର କୁଳ ସାଧୁ ବୃତ୍ତି ତୋର ପାଏ ଥାଉ ମତି। ବିବାହ କାଳେ କନ୍ୟା ହୋଇ ପିତା ଜନନୀ କୋଳେ ଥାଇ। ହେ ନରସିଂହ ପୁଣ୍ୟ କାମ ନର ଲୋଚନ ଅଭିରାମ। ଶ୍ରବଣେ ଶୁଣି ତୋର ଭାବ ସେ କିମ୍ପା ଅନ୍ୟକୁ ବରିବ। ଏବେ କହିଲି ତୋତେ ମୋହି ମନ ଜୀବନ ତୋତେ ଦେଇ। ତୋର ଅର୍ଥେ ମୋ ଶରୀର ବିଚାରି ମତେ ତ୍ରାହି କର। ତୁ ନାଥ ବୀରଙ୍କର ବର ମୁଁ ତ ଆଶିଷ ଉପହାର। ଏ ନିକଟେ ଶିଶୁପାଳ ଆସି ନପୁଣ ତୋର ବଳ ଗ୍ରାସୀ। ସିଂହର ବଳ ତଳେ ଦେଖି
ଶୃଗାଳ ଯେନେ ଉପଲକ୍ଷୀ ମୁଁ ଯେବେ ପୂର୍ବଜନ୍ମ ମୋତେ ତପ ଆରାଧୀନା ମୋତେ ତଡ଼ାଗ ନଦୀ ଅର୍ଣ୍ଣଦାନ ନିୟମ ବ୍ରତ ତୀର୍ଥାଶ୍ରମ ଦେବତା ବିପ୍ର ଗୁରୁ ପୂଜି ନିରତେ କୃଷ୍ଣ ପାଦେ ଭଜି ଏ ଯେବେ ପ୍ରମାଣ ମୋହର ବେଗେ ଆସିବେ ଚକ୍ରଧର ମୋହର ହସ୍ତ ବେଗେ ଧରି ଦଇବ ଏହି ବର କରି ଏ ଦମ ଘୋଷର ପୁତ୍ର ଆଦି ଯେତେ ଅଛନ୍ତି ଅପରାଧୀ ଏମାନେ ନ ପାଇବେ ମୋତେ ପ୍ରମାଣ ଯେବେ ବେଦ ମୋତେ ରାତ୍ର ପାଇଲେ ଅଧିବାସ ହୋଇବ ମଙ୍ଗଳ ଦିବସ ତୁ ନାଥ ସାଜି ନନ୍ଦୀ ଘୋଷ ଘେନିଣ ଯାଅ ବଳେ ପାଶ ମଙ୍ଗଳ କାଳେ ଗୋପ୍ୟ ହୋଇ ଆସିବ ନ ଜାଣିବ କେହି ଗୋପତେ ଗ୍ରାମ୍ୟ ଅନ୍ତେ ଥାଇ ମୋର ଗମନେ ବାଟ ଚାହିଁ ସଂଗ୍ରାମେ ରାଜା ଶିଶୁପାଳ ମୋର ପିତାର ଯେତେ ବଳ ଏହାଙ୍କ ବଳ ଦର୍ପ ହରି ତୁ ମୋତେ ବଳେ ନିଅ ହରି ଦୂତ ସଙ୍ଗତେ ବିଜେ କର ଜିଣିଲା ସେବକୀ ମୁଁ ତୋର ଏ ତୁ ନାଥ ଭାବୁ ଯେବେ ଚିତେ ମୁଁ ତୋତେ ଜାଣିବି କେମତେ ରାଜାର ଅନ୍ତପୁରେ ଥାଇ ତୋତେ ପାଇବି ମୁଇଁ କାହିଁ ଏ ତହିଁକି କହିବି ଉପାୟ ଶୁଣିମା ପ୍ରଭୁ ଦେବରାୟ ଆମ୍ବର ଅଛି କୁଳାଚାର କନ୍ୟାକୁ କରନ୍ତି ବାର ଭବାନୀ ପୂଜାର ନିମନ୍ତେ ଅମ୍ବିକା ଗୃହ ଗ୍ରାମ ଅନ୍ତେ ପୂଜା ଉତ୍ସବେ ମୁହିଁ ଯିବି ଭବାନୀ ଚରଣେ ପୂଜିବି ଏ ପଥେ ଆସିବା ବେଳେ ମୋତେ ରାଜାଏ ଦେଖିବେ ସମସ୍ତେ ମୁଥିବି ନାରୀଙ୍କର ମେଳେ ସେଠାରୁ ନେବ ମୋତେ ବଳେ ଯାହାର ପାଦ ପଦ୍ମ ଧୂଳି ମହତ ଜନ ଶିରେ ବଳି ନୀଳ ଲୋହିତ କରେ ଆସ ଏଣେ ନଇବ ତମ ନାଶ ସେ ପାଦ ପ୍ରସାଦ ମୁଁ ଯେବେ ଲଭି ନ ପାରିବି ପ୍ରସ୍ତାବେ ବଳେ ଛାଡ଼ିବି ନିଜ ପ୍ରାଣ ନିଶ୍ଚୟ କହିଲେ ନାରାୟଣ ଏମତେ ସତ ଜନ୍ମ ଯାଏ ଯିବ ଛାଡ଼ିବି ପଦ୍ମ ପାଏ ସତ୍ୟ ବଚନ ଏ ମୋର ତୁ କି ନ ଜାଣୁ ଚକ୍ରଧର ବ୍ରାହ୍ମଣ କୃଷ୍ଣ ମୁଖ ଚାହିଁ କନ୍ୟା ସନ୍ଦେଶ ବାକ୍ୟ କହି ବୋଲୋଇ ଯୋଡ଼ିବେନି କର ଯେ ତୋର ଇଚ୍ଛା ଏବେ କର କହି ବିପ୍ର ଜଗନ୍ନାଥ କୃଷ୍ଣ ଧଇଲେ ବିପ୍ର ହସ୍ତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତଂ ଭୟାସିକ୍ୟାଂ ଦଶମ ସ୍କନ୍ଧେ ବ୍ରାହ୍ମଣ ରୁକ୍ମିଣୀ ସନ୍ଦେଶ ନାମ ଷଟ ପଞ୍ଚାଶତ ଅଧ୍ୟାୟ ବୋଲ ଆନନ୍ଦେ କବାର ହରି ହରି ବୋଲ।